9 ଡିସେମ୍ବର ସୋମବାର ଦିନ ଅଷ୍ଟମୀର ବହୁତ ବଡ଼ ବିଶେଷ ଦିନଟିଏ ହୋଇଥାଏ। ଯଦି ଆପଣଙ୍କର ଘରର କେହି ବି ସଦସ୍ୟ ଯେମିତିକି ଆପଣଙ୍କର ହଜବେଣ୍ଡ କିମ୍ବା ଆପଣଙ୍କର ପିଲା କିମ୍ବା ଆପଣଙ୍କର ୱାଇଫ୍ ବି ହୁଅନ୍ତୁ, ଯଦି ବି ଅବାଟକୁ ଚାଲି ଯାଇଛନ୍ତି ତାଙ୍କୁ ଠିକ୍ କରିବା ବା ଠିକ୍ ବାଟକୁ ଆଣିବା ପାଇଁ ଏଇ ଭିଡ଼ିଓଟି ଆପଣମାନଙ୍କ ପାଇଁ। ହଳଦୀର 7ଟି ବିନ୍ଦୁ ମହାଦେବଙ୍କ ଶିବଲିଙ୍ଗ ଉପରେ ଲଗାନ୍ତୁ। ଦେଖନ୍ତୁ, ଏମିତିରେ ବି ମହାଦେବଙ୍କ ଶିବଲିଙ୍ଗରେ ହଳଦୀ ଲଗାଯାଇ ନଥାଏ। କିନ୍ତୁ ଏହି 9 ଡିସେମ୍ବର ସୋମବାର ଅଷ୍ଟମୀ ସୋମବାର ହୋଇଥିବାରୁ ମହାଦେବଙ୍କୁ ଶିବଲିଙ୍ଗରେ କେବଳ ଏହି ଦିନରେ ହିଁ ଏହି ହଳଦୀପାଲା ଉପାୟ ଆପଣମାନେ କରିପାରିବେ। ଦେଖନ୍ତୁ, ଯଦି ଆପଣଙ୍କର ଝିଅର କିମ୍ବା ପୁଅର କାହାର ବି ବାହାଘର ହୋଇଯାଇଛି କିନ୍ତୁ ଝିଅର ଶାଶୁଘର ଆପଣଙ୍କୁ ଠିକ୍ ଭଲ ପରିବାରଟେ ମିଳିନାହିଁ କିମ୍ବା ଆପଣଙ୍କର ଯେଉଁ ଘରୁ ଆପଣ ପୁଅ ପାଇଁ ବୋହୂ ଆଣିଛନ୍ତି ସେହି ବୋହୂର ବାପଘର ପରିବାର ଆପଣଙ୍କୁ ଠିକ୍ ମିଳିନାହିଁ, ତ ଆପଣ ଏହି ଉପାୟକୁ କରିପାରିବେ। ଏବଂ ଆପଣଙ୍କ ପୁଅର ବାହାଘର ହେଇପାରୁନାହିଁ, ବାହାଘରରେ ଅସୁବିଧା ବହୁତ ଉପୁଜୁଛି କିମ୍ବା ଆପଣଙ୍କ ପୁଅର ବା ଝିଅର ବାହାଘର ହୋଇଯାଇଛି କିନ୍ତୁ ଯଦି ବି ବାହାଘର ହୋଇଯାଇଛି ତାପରେ ମଧ୍ୟ ଆପଣଙ୍କ ଝିଅର ଶାଶୁ ଘରେ ଆପଣଙ୍କ ଝିଅ ବହୁତ ଦୁଃଖ କଷ୍ଟ ସହିକି ରହିଛି, ସେଥିପାଇଁ ମଧ୍ୟ ଏହି ଉପାୟକୁ ଆପଣମାନେ କରିପାରିବେ ସୁଧାରିବା ପାଇଁ। ଆଉ ଏହି ଉପାୟଟି ପାଇଁ ଆପଣଙ୍କର ହଳଦୀ ବ୍ୟବହାର କରିବାକୁ ପଡ଼ିବ। ଧ୍ୟାନ ଦେବେ, ଏହି ଉପାୟ ପାଇଁ ଯେଉଁ ହଳଦୀ ନେବେ ସେହି ହଳଦୀ ଶୁଖିଲା ନେବେ ନାହିଁ। ପ୍ରଥମେ ଆପଣ ଖଣ୍ଡ ହଳଦୀ ନିଅନ୍ତୁ, ସେହି ହଳଦୀକୁ କୁଟି ଚୂନା କରିଦେବେ ଆଉ ସେହି ଗୁଣ୍ଡ ହଳଦୀକୁ ଗୋଟିଏ ଗିନାରେ ପେଷ୍ଟ କରି ଗୋଳାଇ ଦେବେ। ଆଉ ସେହି ଗୋଳା ହଳଦୀକୁ ଆପଣ ଶିବ ମନ୍ଦିରରେ ଥିବା ଶିବଲିଙ୍ଗ ପାଖକୁ ନେଇକି ଯିବେ। ଆପଣ ଚାହିଁଲେ ଏହି ଉପାୟକୁ ଘରେ ବି କରିପାରିବେ, ମନ୍ଦିରରେ ବି ଏହି ଉପାୟକୁ କରିପାରିବେ। ଯେଉଁଠି ବି ଆପଣ ଚାହିଁବେ ଏହି ଉପାୟଟିକୁ କରିପାରିବେ। ତେବେ ସେହି ହଳଦୀକୁ 7ଟି ଟୋପା ଆପଣ ଶିବଲିଙ୍ଗ ଉପରେ ଲଗାଇଦେବେ। ଏହାପରେ ଆପଣ ମହାଦେବଙ୍କୁ ପ୍ରାର୍ଥନା କରିବେ, ଯାହା ବି ଆପଣଙ୍କର ପରିବାରରେ ଆପଣଙ୍କ ଜୀବନରେ ଯାହା ବି କଷ୍ଟ ଅଛି ଦୁଃଖ ଅଛି ଆପଣ ମହାଦେବଙ୍କୁ ବିନତି ପ୍ରାର୍ଥନା କରିବେ। ଆପଣ ଯେଉଁ ହଳଦୀ ଟୋପା ମହାଦେବଙ୍କୁ ସମର୍ପିତ କରିଲେ ସେହି ହଳଦୀକୁ ଆପଣ ପ୍ରାର୍ଥନା କରିସାରିବା ପରେ ସେହି ହଳଦୀକୁ ପୁଣି ହଟାଇ ଦେବେ। ମହାଦେବ ଶିବଲିଙ୍ଗରୁ କିପରି ହିଁ ହଳଦୀକୁ ହଟାଇବେ ନା, ଯେଉଁ ବ୍ୟକ୍ତିଙ୍କ କଷ୍ଟ ବା ଦୁଃଖ ଅଛି ଆପଣ ସେହି ବ୍ୟକ୍ତିଙ୍କୁ ଆପଣଙ୍କ ସାଥିରେ ଶିବ ମନ୍ଦିରକୁ ନେଇକି ଯାଇଥିବେ ଆଉ ସେହି ବ୍ୟକ୍ତିଙ୍କ ହାତରେ ଏହି 7ଟି ହଳଦୀ ବିନ୍ଦୁକୁ ଧ୍ୟାନ ଦେବେ। ପୁରା 2ଟି ପାପୁଲିରେ ସେହି ହଳଦୀ ଟୋପାକୁ ଲିପିଲା ପରି ଲିପି ଦେବେ। ଲିପି ସାରିବା ପରେ ଆପଣଙ୍କର 2ଟି ହାତ ଯେମିତି ପୁରା ହଳଦିଆ ଦେଖାଯିବ ସେହିପରି ଲିପିବେ। ଆଉ ସେହି ହାତକୁ ଧୋଇବେ ନାହିଁ, ସିଧା ଓସ୍ତ ଗଛ ମୂଳକୁ ଯିବେ। ଆଉ ସେହି ଓସ୍ତ ଗଛରେ ଆପଣଙ୍କର ହାତକୁ 5 ଥର ହାତକୁ ଥାପି ଦେବେ। ଦେଖନ୍ତୁ, ଆପଣ 5 ଥର ହାତକୁ ଥାପିଲା ପରେ ହଳଦୀର ଛାପ 5 ଥର ଦେଖାଯିବା ଜରୁରୀ ନୁହେଁ, କିନ୍ତୁ ଆପଣ 5 ଥର ଆପଣଙ୍କ ହାତକୁ ଥାପିବେ, 5ଟି ଟୋପା ସଦୃଶ କରିବେ। ବାସ୍ ଏତିକି କରିବେ। ଦେଖନ୍ତୁ, ଆପଣଙ୍କ ଜୀବନରେ ଯେଉଁ ପରିଶାନୀ ତକଲିଫ ଦୁଃଖ କଷ୍ଟ ଯାହା ବି ଅଛି ତାହାଠୁ ଆପଣ ମୁକ୍ତି ମିଳିଯିବ। ଏବେ ଚାଲନ୍ତୁ ଦ୍ୱିତୀୟ ଉପାୟ ଜାଣିବା। ଆଉ ଏହି ଉପାୟଟି ହେଉଛି, ଯଦି ଆପଣଙ୍କ ପରିବାରରେ କାହାକୁ ବଡ଼ରୁ ବଡ଼ ରୋଗ ହୋଇଛି, ଯଦି ରୋଗରୁ ଆପଣମାନେ ମୁକ୍ତି ପାଇପାରୁନାହାନ୍ତି, ମେଡ଼ିସିନ ଖାଇ ଖାଇ ବିରକ୍ତି ହୋଇଗଲେଣି କିନ୍ତୁ କୌଣସି ବି ମୁକ୍ତି ମିଳୁନାହିଁ, ତେବେ ଆପଣ ଏହି ଉପାୟକୁ ନିହାତି କରନ୍ତୁ। ଆଉ ଏହି ଉପାୟ ପାଇଁ ଆପଣ ଶୁଖିଲା ହଳଦୀ ଗୁଣ୍ଡ ନେବେ। ଏହା ସହ ଗୋଟିଏ ତମ୍ଭା ପାତ୍ରରେ ଜଳ ଭରିଦେବେ ଆଉ ସେହି ଜଳ ଭିତରେ ଗୋଟିଏ ଚୁଟକି ହଳଦୀ ଗୁଣ୍ଡକୁ ପକାଇଦେବେ। ଆଉ ସେହି ତମ୍ଭା ପାତ୍ରକୁ ଧରି ଓସ୍ତ ଗଛ ପାଖକୁ ଯିବେ। ଯଦି ଆପଣମାନେ କୌଣସି ମାସର ସୋମବାର ଦିନ ଓସ୍ତ ଗଛ ମୂଳରେ କୌଣସି ବି ଉପାୟ କରିଥାନ୍ତି, ତ ଉପାୟ କରିବା ସମୟରେ ଓସ୍ତେଶ୍ୱର ମହାଦେବାୟ ଉଚ୍ଚାରଣ କରିକି ହିଁ ଆପଣ ଉପାୟ କରିବେ ଏବଂ ସେହି ତମ୍ଭା ଜଳକୁ ଆପଣ ଓସ୍ତ ଗଛ ମୂଳରେ ଓସ୍ତେଶ୍ୱର ଦେବାୟ କହିକି ହିଁ ଜଳ ଅର୍ପଣ କରିଦେବେ। ଏପରି କରିବା ଦ୍ୱାରା ଆପଣଙ୍କର ଘରେ କେବେ ବି କୌଣସି ସଙ୍କଟ ଆସିନଥାଏ, କୌଣସି ବି ପ୍ରୋବ୍ଲେମ ଆସିବ ନାହିଁ, ପୁରା ପରିବାର ଆପଣଙ୍କର ଖୁସିରେ ରହିବେ। ତ ଏହି ଉପାୟକୁ କରିବାକୁ ଚେଷ୍ଟା କରନ୍ତୁ। ରୋଗମୁକ୍ତି ପାଇଁ ଏହି ଉପାୟ ହଳଦୀ ମିଶା ଏକ ସୋମବାର ଦିନ ଓସ୍ତ ଗଛ ମୂଳରେ ଯେଉଁ ବି ବ୍ୟକ୍ତି ଢାଳିଥାନ୍ତି ଓସ୍ତେଶ୍ୱର ମହାଦେବଙ୍କ ନାମ ସ୍ମରଣ କରିକି ତାଙ୍କ ଘରେ କେବେ ବି କୌଣସି ବି ସଦସ୍ୟ କେବେ ବି କୌଣସି ସଙ୍କଟରେ ପଡ଼ିବେ ନାହିଁ ଏବଂ ପୁରା ପରିବାର ତାଙ୍କର ଖୁସିରେ ରହିବେ। ଦ୍ୱିତୀୟ ଉପାୟ ଆମେ ଆପଣଙ୍କୁ କହିଦେଲୁ। ଏବେ ଆସନ୍ତୁ ଜାଣିବା ତୃତୀୟ ଉପାୟଟି।
ଆଉ ଏହି ଉପାୟଟି କ'ଣ ପାଇଁ କରିବେ ନା ଯଦି ଆପଣଙ୍କ ଘରେ କେହି ଏମିତି ବ୍ୟକ୍ତି ଯିଏ ଅଧିକ କ୍ରୋଧୀ ହୋଇଥାନ୍ତି ବା ଅଧିକ ରାଗିଥାନ୍ତି, କଥା କଥାରେ ରାଗି ଯାଇଥାନ୍ତି ବା ଆପଣଙ୍କ ପରିବାରରେ କୌଣସି ବ୍ୟକ୍ତି ଅଛନ୍ତି ଯାହାଙ୍କର ରାଗ ବହୁତ ଆସିଥାଏ। ଲଢ଼ାଇ ଝଗଡ଼ା ବହୁତ ଅଧିକ ଘରେ ଆପଣଙ୍କର ହୋଇଥାଏ। ତ ଆପଣମାନେ ଏହି ଉପାୟଟିକୁ ନିହାତି କରନ୍ତୁ। ଏହି ଉପାୟଟି ପାଇଁ ହଳଦୀ ନେବେ। ଓଦା ହଳଦୀ ନେବେ ନାହିଁ, ଶୁଖିଲା ପାଉଡର ବାଲା ହଳଦୀ ନେବେ। ଯଦି ଆପଣଙ୍କ ପାଖରେ ଖଣ୍ଡ ହଳଦୀ ଅଛି, ସେହି ଖଣ୍ଡ ହଳଦୀକୁ ବାଟି ଆପଣମାନେ ପେଷିକି ନେଇପାରିବେ। ନାହିଁ ତ ଯଦି ଖଣ୍ଡ ହଳଦୀ ଆପଣଙ୍କ ପାଖରେ ନାହିଁ, ତେବେ ମାର୍କେଟରେ ବିକ୍ରି ହେଉଥିବା ପାଉଡର ବାଲା ହଳଦୀ ଆପଣ ନେଇପାରିବେ। ଆପଣ ଓସ୍ତ ଗଛ ପାଖକୁ ଯିବେ ଆଉ ସେହି ଓସ୍ତ ଗଛରୁ ଗୋଟିଏ ପତ୍ର ତୋଳି ନେବେ ଆଉ ସେହି ପତ୍ରକୁ ଆପଣ ଓସ୍ତ ଗଛ ତଳେ ରଖିଦେବେ। ଆଉ ଏହି ଉପାୟକୁ ଆପଣ ସୋମବାର ଅଷ୍ଟମୀ ଦିନ ହିଁ କରିବେ। ସୋମବାର ଅଷ୍ଟମୀ ଦିନ ଛାଡ଼ିକି ଆଉ କୌଣସି ବି ଦିନ ଏହି ଉପାୟକୁ କରିବେ ନାହିଁ। ଆପଣମାନେ ସେହି ଓସ୍ତ ଗଛରେ ଟିକେ ମାଟି ନେବେ ଆଉ ସେହି ମାଟିକୁ ଆପଣ ସେଇ ଓସ୍ତ ପତ୍ରରେ ଲିଙ୍ଗର ଚିତ୍ର ପରି ଆଙ୍କିଦେବେ ସେହି ମାଟିରେ, ଠିକ୍ ଅଛି? ଏହାପରେ ଆପଣ ଯେଉଁ ହଳଦୀ ଆଣିଥିବେ, ସେହି ହଳଦୀକୁ ସେହି ମାଟି ଉପରେ ଯେଉଁ ଶିବଲିଙ୍ଗ ବନାଇଥିଲେ, ସେହି ମାଟି ଉପରେ ଏହି ହଳଦୀକୁ ପୁରା ଲେପନ କରିଦେବେ। ପୁରା ପତ୍ରକୁ ହଳଦୀରେ ଲେପନ କରିବେ ନାହିଁ, କେବଳ ଆଉ କେବଳ ଲିଙ୍ଗ ଯେଉଁ ଆପଣ ମାଟିରେ ଆଙ୍କିଥିଲେ, ସେହି ମାଟି ଉପରେ ହଳଦୀକୁ ପୁରା ଲେପନ କରିଦେବେ। ଏହାପରେ ଆପଣ ସେହି ପତ୍ରରେ ଯେଉଁ ହଳଦୀ ଲଗାଇଥିଲେ, ସେହି ହଳଦୀକୁ ଅଳ୍ପ ଟିକେ ଆପଣ ରଖିନେବେ। ଏହାପରେ ଆପଣ ସେହି ପତ୍ରକୁ ଓସ୍ତ ଗଛ ମୂଳରେ ହିଁ ସମର୍ପଣ କରିଦେବେ। ଯାହା ବି ଆପଣଙ୍କର ପ୍ରାର୍ଥନା ଅଛି, ପ୍ରାର୍ଥନା କରିବେ। ଏହାପରେ ଆପଣ ଯେଉଁ ହଳଦୀକୁ ଟିକେ ରଖିଥିଲେ, ସେହି ହଳଦୀକୁ ନେଇ ଆପଣଙ୍କର ଘରର ମେନ୍ ଗେଟ୍‌ରେ ଗୋଟିଏ ବିନ୍ଦୁ ଭଳି ସେହି ହଳଦୀକୁ ଲଗାଇଦେବେ। ଦେଖନ୍ତୁ ମାନିକି ଚାଲନ୍ତୁ, ଏହି ଉପାୟକୁ ଆପଣ ପୁରା ବିଧିର ବିଧାନ ସହ କରିନେବେ, ତେବେ ଆପଣଙ୍କ ଘରେ କେବେ ବି ଲଢ଼ାଇ ଝଗଡ଼ା ହେବ ନାହିଁ ଏବଂ କେବେ ବି କୌଣସି ବି ବ୍ୟକ୍ତିଙ୍କର ରାଗ ବା କ୍ରୋଧ ଆସିବ ନାହିଁ। ଦେଖନ୍ତୁ ଆପଣଙ୍କର ପୁରା ପରିବାର ସୁଖ ଶାନ୍ତିରେ ରହିବେ। ଉପାୟଟିକୁ କରିବା ପାଇଁ ନିହାତି ଚେଷ୍ଟା କରନ୍ତୁ। ଏହା ସହ ଯଦି ଭିଡ଼ିଓଟି ଆପଣଙ୍କୁ ପସନ୍ଦ ଆସିଥାଏ, ତେବେ ନିହାତି ଭିଡ଼ିଓଟିକୁ ଗୋଟେ ଲାଇକ୍ କରିଦିଅନ୍ତୁ। ଭିଡ଼ିଓଟିକୁ ଅଧିକରୁ ଅଧିକ ସେୟାର କରନ୍ତୁ। ଆମ ଚ୍ୟାନେଲରେ ଯଦି ଆପଣମାନେ ଏପର୍ଯ୍ୟନ୍ତ ନୂଆ ଅଛନ୍ତି, ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନାହାନ୍ତି, ତାହେଲେ ଏବେ ହିଁ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍‌ଟିକୁ ଦବେଇ ଦିଅନ୍ତୁ। ଯାହା ଫଳରେ ଆମର ଏହିଭଳି ଭିଡ଼ିଓ ଆପଣଙ୍କ ପାଖରେ ଯାଇ ସର୍ବପ୍ରଥମେ ପହଞ୍ଚିବ। କମେଣ୍ଟ ବକ୍ସରେ ଓମ୍ ନମଃ ଶିବାୟ ଅବଶ୍ୟ ଲେଖନ୍ତୁ। ଆଜି ପାଇଁ ରହୁଛି। ପୁଣି ଦେଖା ହେବ ଆଗାମୀ ଏକ ସୁନ୍ଦର ଭିଡ଼ିଓ ମାଧ୍ୟମରେ।